ଆଜି ଆମ୍ଭେ ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ, ଏହି ବିଷୟ ଅନ୍ତର୍ଗତ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା। ଆସନ୍ତୁ ଆମ୍ଭେ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିବା ପାଇଁ ଏକ ସଙ୍ଗରେ ସମୟ ଭାଗ କରିବା। ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ, ଏହି କଥା ପରମେଶ୍ୱର ଜୁନୋସଙ୍କୁ ନିନିବିର ଲୋକଙ୍କ ବିଷୟରେ କହିଲେ। ଏପରିକି ଏହି ଯୁଗରେ ଅନେକ ଲୋକମାନେ ଅଛନ୍ତି ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ ବୁଝନ୍ତି ନାହିଁ। ସେମାନେ ଦୁନିଆକୁ ସୃଷ୍ଟି କରିବାର ପରମେଶ୍ୱରଙ୍କ ଉଦ୍ଦେଶ୍ୟ ଓ ସମସ୍ତ ସୃଷ୍ଟିର ଅସ୍ତିତ୍ୱର କାରଣକୁ ବୁଝନ୍ତି ନାହିଁ। ସେମାନେ ଏହି ସମସ୍ତ ବିଷୟ ପ୍ରତି ଅଣଦେଖା କରନ୍ତି। ଏଥିପାଇଁ ଆପଣଙ୍କୁ ଏବଂ ମୋତେ ସେହି ଲୋକମାନଙ୍କୁ ଛାଡ଼ିବା ଉଚିତ ନୁହେଁ ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ, କିନ୍ତୁ ସେମାନଙ୍କୁ ଉଭୟଙ୍କ ମଧ୍ୟରେ ବିଚାର କରିବାରେ ସକ୍ଷମ ହେବା ନିମନ୍ତେ ନେତୃତ୍ୱ କରିବା ଉଚିତ। ଯେତେବେଳେ ପରମେଶ୍ୱର ଜୁନୋସଙ୍କୁ କହିଲେ କି ଯେଉଁ ଲୋକମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ, ସେହି ଲୋକମାନଙ୍କୁ ମଧ୍ୟ ସୁସମାଚାର ପ୍ରଚାର କର। ତେବେ ଜୁନୋସ ତାହା କଲେ ଯେମିତି ତାଙ୍କୁ କୁହାଯାଇଥିଲା। ତେବେ ଯେଉଁ ଲୋକମାନେ ବୁଝିପାରୁନଥିଲେ ସେମାନେ ଆପଣା ମନ ପରିବର୍ତ୍ତନ କଲେ ଏବଂ ସେମାନେ ବୁଝିପାରିଲେ। ଯେଉଁଠି ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରାଯାଏ, ତେବେ ଲୋକଙ୍କୁ ବୁଝିବାର ଶକ୍ତି ପ୍ରାପ୍ତ ହେବ। ଆମ୍ଭମାନଙ୍କୁ ସୁସମାଚାର କାର୍ଯ୍ୟରେ ଆଗକୁ ଅଗ୍ରସର ହେବା ପାଇଁ ଏହା ଉପରେ ବିଶ୍ୱାସ କରିବା ଉଚିତ। ଆସନ୍ତୁ ଆମେ ଜୁନୋସ ଅଧ୍ୟାୟ 1 ପଦ 1 ଉପରେ ନଜର ପକାଇବା। ଅମିତୟଙ୍କ ପୁତ୍ର ଜୋନସଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଉଠ, ନିନିବି ମହାନଗରକୁ ଯାଅ ଓ ତହିଁ ବିରୁଦ୍ଧରେ ଘୋଷଣା କର, କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି। ଯେତେବେଳେ ପରମେଶ୍ୱର ଜୁନୋସଙ୍କୁ ଏହି କଥା କହିଲେ, ତେବେ ସେ ନିନିବିରେ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବାକୁ ଗଲା ନାହିଁ, କାରଣ ସେ ବିଭିନ୍ନ କାରଣରୁ ଭୟଭୀତ ହୋଇଥିଲା। କିନ୍ତୁ ସେ ମାଛ ପେଟ ଭିତରେ ବହୁତ ଅନୁତାପ କଲା ଓ ଶେଷରେ ନିନିବିକୁ ଗଲା ଓ ପରମେଶ୍ୱରଙ୍କ ବାକ୍ୟର ପ୍ରଚାର କଲା। ଆସନ୍ତୁ ଆମ୍ଭେ ଅଧ୍ୟାୟ 3ର ପଦ 1କୁ ଯିବା। ଅନନ୍ତର ଦ୍ୱିତୀୟ ଥର ସଦାପ୍ରଭୁଙ୍କର ଏହି ବାକ୍ୟ ଜୁନୋସଙ୍କ ନିକଟରେ ଉପସ୍ଥିତ ହେଲା, ଉଠ, ନିନିବି ମହାନଗରକୁ ଯାଅ, ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମକୁ ଆଜ୍ଞା କରୁ ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର। ତହିଁରେ ଜୁନୋସ ଉଠି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଅଧ୍ୟାୟ 1ରେ ଏହା ଲେଖା ଅଛି, ଜୁନୋସ ସଦାପ୍ରଭୁଙ୍କ ଛାମୁରୁ ପଳାୟନ କଲେ। କିନ୍ତୁ ଜୁନୋସଙ୍କୁ ଦ୍ୱିତୀୟ ଥର କୁହାଗଲା କି ପୁଣି ଯାହା ଘୋଷଣା କରିବା ପାଇଁ ଆମ୍ଭେ ତୁମକୁ ଆଜ୍ଞା କରୁ ତାହା ସେହି ନଗର ଉଦ୍ଦେଶ୍ୟରେ ପ୍ରଚାର କର। ତହିଁରେ ଜୁନୋସ ଉଠି ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ କେଉଁଠାକୁ ଗଲେ? ନିନିବିକୁ ଗଲେ। ନିନିବି 3 ଦିନ ଯାତ୍ରାର ପଥ, ଅତି ବଡ଼ ନଗର ଥିଲା। ପୁଣି ଜୋନସ ନଗରରେ ପ୍ରବେଶ କରିବାର ଆରମ୍ଭ କରି 1 ଦିନର ପଥ ଯାଇ ଉଚ୍ଚ ସ୍ୱରରେ ଘୋଷଣା କରି କହିଲେ, ଯଥା ଆଉ 40 ଦିନ ଗତ ହେଲେ ନିନିବି ଉତ୍ପାତିତ ହେବ। ତହିଁରେ ନିନିବିର ଲୋକମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚୋଟ ବସ୍ତ୍ର ପିନ୍ଧିଲେ। ଅଧ୍ୟାୟ 1ରେ ଜୁନୋସ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବାରେ ଭୟଭୀତ ହୋଇଥିଲେ, କିନ୍ତୁ ଅଧ୍ୟାୟ 3ରେ ସେ ଅନୁତାପ କଲା ଓ ପରମେଶ୍ୱରଙ୍କ କହିବା ଅନୁସାରେ କଲା। ଯେତେବେଳେ ସେ ତାହା କଲା, ତେବେ କ'ଣ ହେଲା? ଆସନ୍ତୁ ଆମେ ଜୁନୋସ ଅଧ୍ୟାୟ 4 ପଦ 9 ଦେଖିବା। ଏଥିରେ ପରମେଶ୍ୱର ଜୁନୋସଙ୍କୁ କହିଲେ, ତୁମେ କଖାରୁ ଲତା ସକାଶୁ କ୍ରୋଧ କରି କି ଭଲ କରୁଅଛ? ତହିଁରେ ସେ କହିଲେ, ମରଣ ପର୍ଯ୍ୟନ୍ତ ହିଁ କ୍ରୋଧ କରିବାର ମୋର ଭଲ। ସଦାପ୍ରଭୁ କହିଲେ, ଏହି କଖାରୁ ଲତା ପ୍ରତି ତୁମ୍ଭର ଦୟା ହୋଇଅଛି। ତହିଁ ପାଇଁ ତୁମେ ପରିଶ୍ରମ କରିନାହଁ କିଅବା ତାହା ବଢ଼ାଇ ନାହଁ। ତାହା 1 ରାତ୍ରିରେ ଉତ୍ପନ୍ନ ହେଲା ଓ 1 ରାତ୍ରିରେ ବିନଷ୍ଟ ହେଲା। ତେବେ ଯହିଁ ମଧ୍ୟରେ ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ନ ଜାଣିବାର 1,20,000ରୁ ଅଧିକ ଲୋକ ଓ ଅନେକ ପଶୁ ଅଛନ୍ତି, ସେହି ନିନିବି ମହାନଗର ପ୍ରତି ଆମ୍ଭେ କି ଦୟା ନ କରିବା? ଏହି ପ୍ରକାର 1,20,000 ଲୋକ ପରମେଶ୍ୱରଙ୍କ ସମ୍ମୁଖରେ ଅନୁତାପ କଲେ, ଆଉ ପରମେଶ୍ୱର ବିପତ୍ତି ପ୍ରେରଣ କଲେ ନାହିଁ। ଯେତେବେଳେ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରାଗଲା, ସେମାନେ ଜାଣିଲେ। ତେବେ 1,20,000 ଲୋକ ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ, ସେମାନେ ସମସ୍ତେ ପରିବର୍ତ୍ତନ ହେଲେ।
बेले बेले आम्भे भाबु कि जदि मु विश्राम दिनर साक्ष्य देबी तेबे कोन सेमाने बुझिबे, जदि मु स्वर्गीय मातांको प्रचार करिबि तेबे कोन सेमाने बुझि पारिबे। ଏହା ସେହି ବିଷୟ ଯାହା ବିଷୟରେ ଆମ୍ଭମାନଙ୍କୁ ଭାବିବାର ଆବଶ୍ୟକତା ନାହିଁ। ବାଇବଲ କହୁଅଛି ପରମେଶ୍ୱର ତ ଶେଷ ବିଷୟ ଆଦିରୁ ଓ ପ୍ରାଚୀନ କାଳରୁ ସେହି ବିଷୟକୁ କହନ୍ତି ଯାହା ଏପର୍ଯ୍ୟନ୍ତ ଘଟି ନାହିଁ। ଆମ୍ଭମାନଙ୍କୁ ନା ତ ବିଚାର କରିବା ଉଚିତ, ନା ହିଁ ପ୍ରଥମରୁ ସିଦ୍ଧାନ୍ତ ବାହାର କରିବା ଉଚିତ କି କ'ଣ ସମ୍ଭବ ବା ନୁହେଁ। ପରମେଶ୍ୱର କହିଲେ ସମସ୍ତ ଜାତିକୁ ଜୀବନର ବାକ୍ୟ ପ୍ରଚାର କର, ସେମାନଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ, ଆଉ ଯେଉଁ ଯେଉଁ ଆଜ୍ଞା ମୁଁ ତୁମମାନଙ୍କୁ ଦେଇଅଛି ତାହାର ପାଳନ କରିବାକୁ ଶିଖାଅ। କାରଣ ସେମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ। ତେବେ କ'ଣ ଆମେମାନେ ସେମାନଙ୍କୁ ଶିଖାଇବା ଉଚିତ ନୁହେଁ? ନା କେବଳ ସେମାନଙ୍କୁ ଶିଖାଇବା, କିନ୍ତୁ ସେମାନଙ୍କୁ ସମସ୍ତ ଆଜ୍ଞା ପାଳନ କରିବାରେ ନେତୃତ୍ୱ ମଧ୍ୟ କରିବାର ଅଛି। ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ଆଜ୍ଞା ପାଳନ କରୁଥାଇ ଯିଏ କହିଲେ ଯାଅ ଓ ପ୍ରଚାର କର, ଏହି ସଂସାରରେ ବଞ୍ଚୁଥିବା ଅନେକ ଲୋକମାନଙ୍କୁ ପ୍ରଚାର କରିବା ଉଚିତ, ଯେଉଁମାନେ ନିସ୍ତାର ପର୍ବ ଓ ପରମେଶ୍ୱରଙ୍କ ନିୟମକୁ ଜାଣି ନାହାନ୍ତି। ନିସ୍ତାର ପର୍ବ ପାଇଁ ଆମେମାନେ ଲୋକଙ୍କୁ କହିବାର ଆବଶ୍ୟକତା ଅଛି କି ଆମ୍ଭେ ଏହା ପରମେଶ୍ୱରଙ୍କ ନିୟମର ଅନୁସାରେ ପାଳନ କରୁଅଛୁ। ଆସନ୍ତୁ ଆମ୍ଭେ ଲୋକଙ୍କୁ ସାମରିଆରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହି ସନ୍ଦେଶର ପ୍ରଚାର କରିବା। ଆସନ୍ତୁ ଆମ୍ଭେ ଦାନିଏଲ ଅଧ୍ୟାୟ 9 ପଦ 3 ଉପରେ ଏକ ନଜର ପକାଇବା। ଏଣୁ ମୁଁ ଉପବାସ, ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ୱାରା ପ୍ରଭୁ ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି। ପୁଣି ମୁଁ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ୱୀକାର କରି କହିଲି, ହେ ପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ୱର, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ। ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁ ଓ କ'ଣ କରିଅଛୁ? ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ। ଆଉ କ'ଣ ତ୍ୟାଗ କରିଅଛୁ? ତୁମ୍ଭର ବିଧି ଓ ଶାସନ ପଥ ତ୍ୟାଗ କରିଅଛୁ। ଏହି ବାକ୍ୟ ଦ୍ୱାରା ଆଜି ଆମ୍ଭେ ବୁଝିପାରିବା କି ପରମେଶ୍ୱର କାହିଁକି କହୁଅଛନ୍ତି, ହେ ଅଧର୍ମଚାରୀମାନେ ମୋ ପାଖରୁ ଦୂର ହୁଅ। ଆସନ୍ତୁ ଆମ୍ଭେ ପଦ 6 ସହିତ ଜାରି ରହିବା। ପୁଣି ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍ବକ୍ତାଗଣ ଆମମାନଙ୍କର ରାଜଗଣକୁ, ଆମମାନଙ୍କର ଅଧିପତିଗଣକୁ ଓ ଆମମାନଙ୍କର ପିତୃପୁରୁଷ ଗଣକୁ ଓ ଦେଶସ୍ଥ ଲୋକ ସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମେମାନେ କର୍ଣ୍ଣପାତ କରିନାହୁଁ। ହେ ପ୍ରଭୁ, ଧାର୍ମିକତା ତୁମ୍ଭର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର। ତୁମ୍ଭ ବିରୋଧରେ କୃତ ସତ୍ୟ ଲଙ୍ଘନ ସକାଶୁ ଜିହୁଦାର ଲୋକ ଓ ଜେରୁସଲେମ ନିବାସୀଗଣ ଓ ତୁମ୍ଭ ଦ୍ୱାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ ବିବର୍ଣ୍ଣତାର ପାତ୍ର। ହେ ପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର, ଆମ୍ଭମାନଙ୍କ ରାଜ୍ୟଗଣର, ଆମ୍ଭମାନଙ୍କର ଅଧିପତିଗଣର ଓ ଆମମାନଙ୍କ ପିତୃପୁରୁଷ ଗଣର ଅଟେ। କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ। ବିବିଧ ଦୟା ଓ କ୍ଷମା ଆମମାନଙ୍କ ପ୍ରଭୁ ପରମେଶ୍ୱରଙ୍କର ଅଟେ, କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛୁ ଓ ସେ ଆପଣା ଭବିଷ୍ୟଦ୍ବକ୍ତା ଗଣ ଦ୍ୱାରା ଆପଣାର ଯେଉଁ ବ୍ୟବସ୍ଥା ସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦ୍ ଅନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱରଙ୍କ ରବରେ ମନୋଯୋଗ କରିନାହୁଁ। ହଁ, ସମୁଦାୟ ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି। ତୁମ୍ଭର ରବରେ ଯେପରି ସେମାନେ ମନୋଯୋଗ ନ କରିବେ, ଏଥିପାଇଁ ସେମାନେ ବିପଦଗାମୀ ହୋଇଅଛନ୍ତି। ଏହି କାରଣରୁ ଅଭିଶାପ ଓ ପରମେଶ୍ୱରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଶପଥ ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି, କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ପାପ କରିଅଛୁ। ଦାନିଏଲ ଅଧ୍ୟାୟ 9ର ସମସ୍ତ ବିଷୟକୁ ସଂକ୍ଷେପରେ ପଢୁଥାଇ ଆମ୍ଭେ ଦେଖିପାରିବା କି ପରମେଶ୍ୱର ବାରମ୍ବାର ଭାବବାଦୀଙ୍କ ଦ୍ୱାରା ଆପଣା ଲୋକଙ୍କୁ ଆପଣା ବ୍ୟବସ୍ଥା, ନିୟମ ଓ ଆଜ୍ଞାକୁ ଜାଣିବାକୁ ଦେଲେ ଓ ଶିକ୍ଷା ଦେଲେ। ତାହା ବ୍ୟତୀତ ସେମାନେ କ'ଣ କଲେ? ସେମାନେ ପରମେଶ୍ୱରଙ୍କ ନିୟମ, ବ୍ୟବସ୍ଥା ଓ ଆଜ୍ଞାରୁ ବିମୁଖ ହେଲେ। ବାଇବଲ ଆମ୍ଭମାନଙ୍କୁ ଶିକ୍ଷା ଦିଏ କି ଆତ୍ମିକ ରୂପରେ ପରମେଶ୍ୱରଙ୍କ ପ୍ରତି ବିଦ୍ରୋହ କରିବା। ଏଥିପାଇଁ ମାନବ ଜାତିକୁ ଉଦ୍ଧାର କରିବା ପାଇଁ, ସେମାନଙ୍କୁ କ୍ଷମା କରିବା ପାଇଁ ଆଉ ସେମାନଙ୍କୁ ଅନନ୍ତ ସ୍ୱର୍ଗ ରାଜ୍ୟରେ ଫେରାଇ ନେବା ପାଇଁ ପରମେଶ୍ୱର ପୃଥିବୀରେ ନିସ୍ତାର ପର୍ବର ମହାନ ସତ୍ୟ ସ୍ଥାପିତ କଲେ। ଏହା ନୂତନ ନିୟମ ଯାହା କେବେ ଅଦୃଶ୍ୟ ହେବ ନାହିଁ। ପରମେଶ୍ୱର ଓ ଆମ୍ଭମାନଙ୍କ ମଧ୍ୟରେ ଏକ ନିୟମ ଚିହ୍ନ ରୂପରେ ପରମେଶ୍ୱର ଆମମାନଙ୍କୁ ନିସ୍ତାର ପର୍ବର ଏହି ପବିତ୍ର ପର୍ବକୁ ପ୍ରଦାନ କଲେ। ପରମେଶ୍ୱର ନିସ୍ତାର ପର୍ବକୁ ଏକ ଏପରି ନିୟମ, ବ୍ୟବସ୍ଥା ଓ ଆଜ୍ଞା ରୂପରେ ସ୍ଥାପିତ କଲେ
ଯାହା ଯାତ୍ରା ସମୟରୁ ନେଇ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଓ ଆମମାନଙ୍କ ଅନନ୍ତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପର୍ଯ୍ୟନ୍ତ ଅଦୃଶ୍ୟ ନ ହେବା ଉଚିତ। କିନ୍ତୁ ଆଜି ଏହି ବ୍ୟବସ୍ଥା, ନିୟମ ଓ ଆଜ୍ଞା କେଉଁଠି ମଧ୍ୟ ଦେଖାଯାଏ ନାହିଁ। ଯଦି ହିଁ ଅନେକ ଚର୍ଚ୍ଚ ଅଛି, କିନ୍ତୁ ସେମାନେ ପରମେଶ୍ୱରଙ୍କ ଏହି ଆଜ୍ଞାକୁ ପାଳନ କରନ୍ତି ନାହିଁ। ଯେତେବେଳେ ଆମେ ନିନିବି ଲୋକଙ୍କ ଗତ ଇତିହାସକୁ ଦେଖୁଅଛୁ, ତେବେ ସେମାନେ ଇସ୍ରାଏଲମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା ପ୍ରକାର ଜୀବନଯାପନ କରୁଥିଲେ। ନିନିବି ଅସୁରର ରାଜଧାନୀ ଥିଲା। ସେମାନେ ସତ୍ୟ ପରମେଶ୍ୱରଙ୍କୁ ଜାଣିବା ବିନା ପୂଜାପାଠ ଦେବତାମାନଙ୍କ ଉପରେ ବିଶ୍ୱାସ କରୁଥିଲେ। ସେମାନେ ସର୍ବଦା ଇସ୍ରାଏଲମାନଙ୍କୁ ତାଡ଼ନା ଓ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ନିନିବିର ଲୋକମାନେ ଅର୍ଥାତ୍ ଅସୁରର ଲୋକମାନେ ଏପରି ବିଷୟ କଲେ, କାରଣ ଜୁନୋସ ଶେଷରେ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କଲା। ଏଥିପାଇଁ ରାଜାଙ୍କ ଠାରୁ ନେଇ 1,20,000 ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକ ମୁହୂର୍ତ୍ତରେ ଅନୁତାପ କରିଥାନ୍ତେ। ହଁ ନା? ହଁ, ଏପରି ଏଥିପାଇଁ ଥିଲା କାରଣ ସେ ପ୍ରଚାର କଲେ। ଏହା ଜୁନୋସଙ୍କ ବକ୍ତବ୍ୟ ନଥିଲା, ଯିଏ ନିନିବିର ରାଜା ଓ ଲୋକମାନଙ୍କୁ ଅନୁତାପ କରାଇଲା। ଜୁନୋସ କେବଳ ପରମେଶ୍ୱରଙ୍କ ଇଚ୍ଛା ପ୍ରକାଶ କଲେ। ପରମେଶ୍ୱର ଏହା ଏବଂ ତାହା କରିବେ। କିନ୍ତୁ ଆଶ୍ଚର୍ଯ୍ୟଜନକ ରୂପରେ ସମସ୍ତ ଲୋକମାନେ, ଯେଉଁମାନେ ନା ତ ପରମେଶ୍ୱରଙ୍କ ଅସ୍ତିତ୍ୱକୁ ଜାଣିଥିଲେ ଆଉ ନା ହିଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଥିଲେ, ଏହା ଶୁଣି ଅନୁତାପ କଲେ କି ଏହା ସଦାପ୍ରଭୁ ପରମେଶ୍ୱରଙ୍କ ବାକ୍ୟ। ଆଜି ଏହି ଯୁଗରେ ମଧ୍ୟ ଯେତେବେଳେ ଆମ୍ଭେ ଆପଣା ଆଖପାଖ ଦେଖୁ, ତେବେ ଆମ୍ଭେ ନକାରାତ୍ମକ ରୂପରେ ଚିନ୍ତା କରୁ। କ'ଣ ଏପରି ଲୋକମାନେ ପରମେଶ୍ୱରଙ୍କୁ ଖୋଜିବେ? କ'ଣ ସେମାନେ ଅନୁଭବ କରିବେ? କ'ଣ ସେମାନେ ବିଶ୍ୱାସ କରିପାରିବେ? କିନ୍ତୁ ଆମମାନଙ୍କ ବିଚାରର ବିପରୀତ ଓ ଜୁନୋସର ବିଚାରର ବିପରୀତ। ଏକ ଆଶ୍ଚର୍ଯ୍ୟଜନକ ବିଷୟ ହେଲା, ନିନିବିର ସମସ୍ତ ଲୋକମାନେ ଅନୁତାପ କଲେ। ଆମମାନଙ୍କ ଆଖପାଖରେ ଅନେକ ଗରିବ ଆତ୍ମା ଅଛନ୍ତି, ଯେଉଁମାନେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଜାଣିବା ବିନା ପରମେଶ୍ୱରଙ୍କର ସେବା କରିବାର ଦାବି କରୁଛନ୍ତି। ପୂର୍ବେ ଆମେମାନେ ଭାବିଥିଲୁ କି ମୋତେ ଆଶ୍ଚର୍ଯ୍ୟ ଲାଗୁଅଛି କି କ'ଣ ସେମାନେ ବୁଝିବେ, କିନ୍ତୁ ପରମେଶ୍ୱର ଆମମାନଙ୍କୁ ତାଙ୍କ ସନ୍ଦେଶ ସେମାନଙ୍କୁ ଦେବାକୁ କହିଲେ। ତେବେ ଆସନ୍ତୁ ଆମ୍ଭେ ଆପଣା ସମସ୍ତ ହୃଦୟ ଓ ମନକୁ ପରମେଶ୍ୱରଙ୍କ ବାକ୍ୟ ପ୍ରଚାର କରିବାରେ ଲଗେଇବା। ଯାତ୍ରା ପୁସ୍ତକ ଅଧ୍ୟାୟ 12 ଦ୍ୱାରା ଆସନ୍ତୁ ଆମ୍ଭେ ନିସ୍ତାର ପର୍ବ ବିଷୟରେ ଅଧ୍ୟୟନ କରିବା, ଯାହା ପରମେଶ୍ୱର ଆମ୍ଭମାନଙ୍କୁ ପ୍ରଚାର କରିବାକୁ କହିଛନ୍ତି। ଯାତ୍ରା ପୁସ୍ତକ ଅଧ୍ୟାୟ 12 ପଦ 11 କହୁଅଛି, ଏହି ପ୍ରକାରେ ତୁମେମାନେ ତାହା ଭୋଜନ କରିବ, ଅର୍ଥାତ୍ କୋଟିବନ୍ଧନ କରି ପାଦରେ ପାଦୁକା ଦେଇ ହସ୍ତରେ ଯଷ୍ଟି ଘେନି ଚଞ୍ଚଳ ତାହା ଭୋଜନ କରିବ। ଏହା ସଦାପ୍ରଭୁଙ୍କର ନିସ୍ତାର ପର୍ବ। ଯେହେତୁ ଆମ୍ଭେ ଆଜି ରାତ୍ରି ମିଶର ଦେଶର ମଧ୍ୟରେ ଦେଇ ଯାଇ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତକୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା ଆମ୍ଭେ ସଦାପ୍ରଭୁ। ଏଣୁକରି ତୁମେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଆମେ ମିଶର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ତୁମ୍ଭମାନଙ୍କୁ ଛାଡ଼ି ଆଗକୁ ଯିବା, ସଂହାରକ ଆଘାତ ତୁମ୍ଭମାନଙ୍କ ପ୍ରତି ଘଟିବ ନାହିଁ। ଆଉ ସେହି ଦିନ ତୁମମାନଙ୍କର ସ୍ମରଣୀୟ ହେବ। ପୁଣି ତୁମ୍ଭେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ। ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି ମତେ ଏହି ପର୍ବ ପାଳନ କରିବ। ପାଖାପାଖି 3,500 ବର୍ଷ ପୂର୍ବେ ଇସ୍ରାଏଲମାନେ ମିଶରରେ ନିସ୍ତାର ପର୍ବ ପାଳନ କରିଥିଲେ। ପରମେଶ୍ୱର ସେମାନଙ୍କୁ ମେଷଶାବକ ବଳି କରିବା ପାଇଁ କହିଲେ ଓ ତାହାର ରକ୍ତକୁ ଦ୍ୱାରର 2 ବାଜୁ ବନ୍ଧ ଓ କପାଡ଼ି ଉପରେ ଲଗାଇବାକୁ କହିଲେ। ଏହା ଏକ ଚିହ୍ନ ଥିଲା, ଯାହା କହୁଅଛି କି ସେହି ଘରେ ପରମେଶ୍ୱରଙ୍କ ଲୋକମାନେ ବାସ କରନ୍ତି। ବିପତ୍ତି ସେହି ଘରକୁ ଆସିଲା ନାହିଁ ଯେଉଁଥିରେ ଚିହ୍ନ ଥିଲା, କିନ୍ତୁ ତାହା ଦେଇ ଅତିକ୍ରମ କଲା। ଏହାର କାରଣ ହେଉଛି କି ପରମେଶ୍ୱର ଏହି ଦିନକୁ ନିସ୍ତାର ପର୍ବ କହିଛନ୍ତି, ଯାହାର ଅର୍ଥ ହେଉଛି ବିପତ୍ତିରୁ ପାର ହୋଇଯିବା। ଆଉ ଏହା ପରମେଶ୍ୱରଙ୍କ ପର୍ବ ରୂପେ ନିଯୁକ୍ତ କଲେ। ଜିହିଜକେଲ ଅଧ୍ୟାୟ 9ରେ ଆମ୍ଭେ ଏହି ଦୃଶ୍ୟକୁ ଦେଖିପାରିବା, ଯେଉଁଠି ପରମେଶ୍ୱର ଅନ୍ତିମ ଦିନ ଦୁନିଆକୁ ନ୍ୟାୟ କରିବେ। ସେ ସେହି ଲୋକମାନଙ୍କୁ ରକ୍ଷା କରନ୍ତି ଯେଉଁମାନଙ୍କ ପାଖରେ ଚିହ୍ନ ଅଛି। ଆସନ୍ତୁ ଆମ୍ଭେ ଜିହିଜକେଲ ଅଧ୍ୟାୟ 9 ପଦ 3 ଦେଖିବା। ପୁଣି ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଯେଉଁ କିରୁବର ଉପରେ ଥିଲା, ତାହା ତାହାଠାରୁ ଉଠି ଗୃହର ଏରୁଣ୍ଡି ନିକଟକୁ ଯାଇଥିଲା। ଆଉ ସେ ସେହି ଶୁକ୍ଳ ବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଡ଼ିଘଡ଼ିଧାରୀ ପୁରୁଷକୁ ଡାକିଲେ। ପୁଣି ସଦାପ୍ରଭୁ ତାହାଙ୍କୁ କହିଲେ, ତୁମେ ନଗରର ମଧ୍ୟ ଦେଇ ଜେରୁସଲେମର ମଧ୍ୟ ଦେଇ ଯାଅ ଓ ତହିଁ ମଧ୍ୟରେ କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେଉଁ ଲୋକମାନେ ଦୀର୍ଘ ନିଶ୍ୱାସ ଛାଡ଼ନ୍ତି ଓ କାତରୋକ୍ତି କରନ୍ତି, ସେମାନଙ୍କର କପାଳରେ କ'ଣ ଦିଅ? ଚିହ୍ନ ଦିଅ। ଆଉ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣଗୋଚରେ କହିଲେ, ତୁମେମାନେ ତାହାର ପଛେ ପଛେ ନଗର ମଧ୍ୟକୁ ଯାଇ ସଂହାର କର, ଚକ୍ଷୁଲଜା କି ଦୟା କର ନାହିଁ। ବୃଦ୍ଧ, ଯୁବା, କୁମାରୀ, ଶିଶୁ ଓ ସ୍ତ୍ରୀ ଲୋକ ସମସ୍ତଙ୍କୁ ନିଶେଷ ରୂପେ ବଧ କର, ମାତ୍ର ଯେଉଁମାନଙ୍କ ଠାରେ ଚିହ୍ନ ଅଛି ସେମାନଙ୍କ ନିକଟକୁ ଯାଅ ନାହିଁ।
ଆଉ ଆମ୍ଭର ଧର୍ମଧାମ ଠାରୁ ଆରମ୍ଭ କର। ତହିଁରେ ସେମାନେ ଗୃହର ସମ୍ମୁଖ ସ୍ଥିତ ପ୍ରାଚୀନ ଗଣଠାରୁ ଆରମ୍ଭ କଲେ। ଏଠାରେ ପରମେଶ୍ୱର କହିଲେ ଚିହ୍ନ ଦିଅ। ଯାତ୍ରା ପୁସ୍ତକ ଅଧ୍ୟାୟ 12ରେ ନିସ୍ତାର ପର୍ବ ପାଳନ କରିବା ସମୟ ପରମେଶ୍ୱର କହିଲେ ଚିହ୍ନ ଦିଅ। ଆଉ ଆସନ୍ତୁ ଆମ୍ଭେ ପ୍ରକାଶିତ ବାକ୍ୟ ଅଧ୍ୟାୟ 7 ଦେଖିବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 7 ପଦ 1। ତତ୍ପରେ ମୁଁ ଦେଖିଲି ପୃଥିବୀ କି ସମୁଦ୍ର କି କୌଣସି ବୃକ୍ଷ ଉପରେ ଯେପରି ବାୟୁ ନ ବହେ, ଏଥି ନିମନ୍ତେ ପୃଥିବୀର ଚାରି କୋଣରେ 4 ଜଣ ଦୂତ ଠିଆ ହୋଇ ପୃଥିବୀର ଚାରି ବାୟୁକୁ ଅଟକାଇ ଧରିଅଛନ୍ତି। ପୁଣି ମୁଁ ଆଉ ଜଣେ ଦୂତକୁ ପୂର୍ବ ଦିଗରୁ ଉଠି ଆସିବାର ଦେଖିଲି। ତାହାଙ୍କ ହସ୍ତରେ ଜୀବିତ ଈଶ୍ୱରଙ୍କର ମୁଦ୍ରା ଥିଲା। ପୃଥିବୀ ଓ ସମୁଦ୍ରର କ୍ଷତି କରିବା ନିମନ୍ତେ କ୍ଷମତା ପ୍ରାପ୍ତ ସେହି 4 ଦୂତଙ୍କୁ ସେ ଉଚ୍ଚସ୍ୱରରେ ଡାକି କହିଲେ, ଆମ୍ଭେମାନେ ଆପଣାମାନଙ୍କ ଈଶ୍ୱରଙ୍କ ଦାସମାନଙ୍କ କପାଳରେ ମୁଦ୍ରାଙ୍କ ନ ଦେବା ପର୍ଯ୍ୟନ୍ତ ତୁମେମାନେ ପୃଥିବୀ କିଅବା ସମୁଦ୍ର କିଅବା ବୃକ୍ଷ ସମୂହର କ୍ଷତି କର ନାହିଁ। ମୁଦ୍ରାଙ୍କର ଭୂମିକା କ'ଣ? ପରମେଶ୍ୱର ଆମମାନଙ୍କ ପରମେଶ୍ୱରଙ୍କ ଦାସମାନଙ୍କ କପାଳରେ କ'ଣ କରିବା ପାଇଁ କହିଥିଲେ? ଯାହାଦ୍ୱାରା ସେମାନେ ବିପତ୍ତିରୁ ଉଦ୍ଧାର ପାଇପାରିବେ, ଯାହାଦ୍ୱାରା ପୃଥିବୀ ଓ ସମୁଦ୍ର ଓ ବୃକ୍ଷ ସମୂହର କ୍ଷତି ପହଞ୍ଚିବ ନାହିଁ। ପରମେଶ୍ୱର କହିଲେ ସେମାନଙ୍କ ଉପରେ ମୁଦ୍ରାଙ୍କ ଦିଅ। ଜିହିଜକଲ୍ ଅଧ୍ୟାୟ 9ରେ ପରମେଶ୍ୱର କହିଲେ କପାଳରେ ଚିହ୍ନ ଦିଅ। ପ୍ରକାଶିତ ବାକ୍ୟ ଅଧ୍ୟାୟ 7ରେ ପରମେଶ୍ୱର କହିଲେ କପାଳରେ ମୁଦ୍ରାଙ୍କ ଦିଅ। ଯାତ୍ରା ପୁସ୍ତକରେ ପରମେଶ୍ୱର କହିଲେ ନିସ୍ତାର ପର୍ବର ମେଷଶାବକର ରକ୍ତ ମଧ୍ୟରୁ କିଛି ନେଇ ସେମାନଙ୍କ ଦ୍ୱାରର 2 ବାଜୁବନ୍ଧ ଓ କପାଡ଼ି ଉପରେ ତାହାର ଲଗାଇବେ, ଯାହାଦ୍ୱାରା ରକ୍ତ ଆମ୍ଭର ଲୋକମାନଙ୍କ ଘର ଉପରେ ଏକ ସଂକେତ ରୂପେ କାର୍ଯ୍ୟ କରିବ। ତେବେ ନିସ୍ତାର ପର୍ବର ମେଷଶାବକର ରକ୍ତ କାହାକୁ ଦର୍ଶାଉଅଛି? ଆସନ୍ତୁ ଆମେ ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 5କୁ ଯିବା। ଅଧ୍ୟାୟ 5 ପଦ 7। ତୁମେମାନେ ତ ଖମୀର ଶୂନ୍ୟ ଲୋକ, ଏଣୁ ଯେପରି ତୁମେମାନେ ନୂଆ ପିଣ୍ଡୁଡ଼ା ହୋଇପାର, ଏଥିପାଇଁ ପୁରୁଣା ଖମୀର ବାହାର କରି ପକାଅ। କାରଣ ଆମମାନଙ୍କର ନିସ୍ତାର ପର୍ବର କିଏ? ମେଷଶାବକ ଅର୍ଥାତ୍ ଖ୍ରୀଷ୍ଟ ମଧ୍ୟ ବଳୀକୃତ ହୋଇଅଛନ୍ତି। ଅତଏବ ଆସ କ'ଣ ପର୍ବ ପାଳନ କରୁ। ଏଠାରେ ପର୍ବ ନିସ୍ତାର ପର୍ବକୁ ଦର୍ଶାଉଅଛି, ଯାହା ପାଳନ କରାଯିବା ଉଚିତ। ପୁରାତନ ନିୟମର ସମୟରେ ଇସ୍ରାଏଲମାନେ ଆପଣା ଗୃହ ଦ୍ୱାରର 2 ବାଜୁବନ୍ଧ ଓ କପାଡ଼ି ଉପରେ ପ୍ରକୃତ ଶାରୀରିକ ମେଷଶାବକର ରକ୍ତକୁ ଲଗାଉଥିଲେ। କିନ୍ତୁ ନୂତନ ନିୟମର ସମୟରେ ନିସ୍ତାର ପର୍ବର ମେଷଶାବକ ଖ୍ରୀଷ୍ଟଙ୍କୁ ଦର୍ଶାଉଅଛି। ଏଥିପାଇଁ ଆମ୍ଭକୁ ବିଷୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି କି ଆମମାନଙ୍କୁ ଖ୍ରୀଷ୍ଟଙ୍କ ବଳିଦାନର ରକ୍ତରେ ସହଭାଗିତା ହେବା ନିମନ୍ତେ କ'ଣ କରିବା ଉଚିତ। ଯେଉଁ ଲୋକମାନଙ୍କଠାରେ ଏହି ବହୁମୂଲ୍ୟ ରକ୍ତ ନାହିଁ, ସେମାନଙ୍କୁ ଶେଷରେ ଅନ୍ତିମ ବିପତ୍ତିରୁ ରକ୍ଷା କରାଯାଇପାରିବ ନାହିଁ, ହଁ ନା? ଆସନ୍ତୁ ଆମେମାନେ ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 10 ପଦ 16 ଦେଖିବା। ଯେଉଁ ଆଶୀର୍ବାଦର ପାତ୍ରକୁ ଆମେମାନେ ଆଶୀର୍ବାଦ କରୁ, ତାହା କି ଖ୍ରୀଷ୍ଟଙ୍କ ରକ୍ତର ସହଭାଗିତା ନୁହେଁ? ଯେଉଁ ରୁଟି ଆମେମାନେ ଭାଙ୍ଗୁ, ତାହା କି ଖ୍ରୀଷ୍ଟଙ୍କ ଶରୀରର ସହଭାଗିତା ନୁହେଁ? ଏଠାରେ ନୁହେଁ ଶବ୍ଦ କୌଣସି ଜିନିଷକୁ ଆଗ୍ରହ କରିବା ପାଇଁ ବ୍ୟବହୃତ କରାଯାଇ ନାହିଁ, କିନ୍ତୁ ଏହା ଏକ ନିଶ୍ଚିତକରଣ। ଏହା ଖ୍ରୀଷ୍ଟଙ୍କ ରକ୍ତରେ ସହଭାଗିତା ହେବା, ହଁ ନା? ପଦ 17 ବାଇବଲ ଶିଖାଉଅଛି, କାରଣ ରୁଟି ଏକ ହେବାରୁ ଆମେମାନେ ଅନେକ ହେଲେ ହେଁ ଏକ ଶରୀର ସ୍ୱରୂପ, ଯେଣୁ ଆମେମାନେ ସମସ୍ତେ ସେହି ଏକ ରୁଟିର ଅଂଶୀ। ଯେଉଁମାନେ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ସହଭାଗିତା ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ନିଶ୍ଚିତ ରୂପରେ ନିସ୍ତାର ପର୍ବର ରୁଟି ଓ ନିସ୍ତାର ପର୍ବର ଦ୍ରାକ୍ଷରସରେ ଭାଗ ନେବା ଉଚିତ, ହଁ ନା? ନିସ୍ତାର ପର୍ବ ସହିତ ସେମାନଙ୍କୁ କ'ଣ କରିବା ଉଚିତ? ସେମାନଙ୍କୁ ଏହା ପାଳନ କରିବା ଉଚିତ। ଯେମିତି ଇସ୍ରାଏଲ ମାନେ ପୁରାତନ ନିୟମର ସମୟରେ ଆପଣା ଗୃହ ଦ୍ୱାରର 2 ବାଜୁବନ୍ଧ ଓ କପାଡ଼ି ଉପରେ ପ୍ରକୃତ ଶାରୀରିକ ମେଷଶାବକର ରକ୍ତକୁ ଲଗାଉଥିଲେ, ଠିକ୍ ସେମିତି ଆମମାନଙ୍କୁ ମଧ୍ୟ ଆପଣା ଭିତରେ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତକୁ ଲଗାଇବା ଉଚିତ। ପରମେଶ୍ୱର ଏହି ପୃଥିବୀରେ ନୂତନ ନିୟମର ସତ୍ୟ ସ୍ଥାପିତ କଲେ, ଯାହାଦ୍ୱାରା ଆମ୍ଭେ ତାଙ୍କର ବହୁମୂଲ୍ୟ ରକ୍ତରେ ସହଭାଗିତା ହୋଇପାରିବା। ଆସନ୍ତୁ ଆମେ ମାଥ୍ୟୁ ଅଧ୍ୟାୟ 26 ପଦ 17କୁ ଯିବା। ଅଧ୍ୟାୟ 26 ପଦ 17। ପରେ ଖମୀର ଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସି ପଚାରିଲେ, ଆମମାନେ କେଉଁ ସ୍ଥାନରେ ଆପଣଙ୍କ ପାଇଁ ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ କହିଲେ, ନଗରରେ ଯାଇ ଅମୁକ ଲୋକଙ୍କ ନିକଟକୁ ଯାଇ କୁହ, ଗୁରୁ କହୁଛନ୍ତି, ମୋହର କାଳ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି। ଯୀଶୁ କହିଲେ କି ସେ ନିସ୍ତାର ପର୍ବ ପାଳନ କରିବେ। ଏଥିପାଇଁ ଏହା ସ୍ପଷ୍ଟ କି ଆମମାନଙ୍କୁ ମଧ୍ୟ ନିସ୍ତାର ପର୍ବ ପାଳନ କରିବା ଉଚିତ। ପରମେଶ୍ୱର ମାନବ ଜାତିଙ୍କୁ ଉଦ୍ଧାର କରିବା ପାଇଁ ଶରୀର ଧାରଣ କରି ଏହି ପୃଥିବୀକୁ ଆସିଲେ। ଆଉ ସେ କହିଲେ କି ସେ ନିସ୍ତାର ପର୍ବ ପାଳନ କରିବେ।
ଯାହା ପରମେଶ୍ୱର କଲେ ତାହା ଉପରେ କ'ଣ ଆମେ ଏହା କହିବାରେ ସାହସ କରିପାରିବା କି ଏହା ଅଧର୍ମ ଓ ଭୁଲ? ଭାଇ ଓ ଭଉଣୀମାନେ, ଏହା ଉଦ୍ଧାରର ପଥ। ଏହା ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ସତ୍ୟ। ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ ଗୃହରେ ନିସ୍ତାର ପର୍ବ ପାଳନ କରିବି। ପଦ 19। ସେଥିରେ ଶିଷ୍ୟମାନେ ଯୀଶୁଙ୍କ ଆଦେଶ ଅନୁସାରେ କର୍ମ କରି ସେମାନେ କ'ଣ କଲେ? ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ଆସନ୍ତୁ ଆମେ ଦେଖିବା କି ସେମାନେ ନିସ୍ତାର ପର୍ବର ରୁଟି ଓ ଦ୍ରାକ୍ଷାରସରେ କେମିତି ଭାଗ ନେଲେ। ପଦ 26। ଆଉ ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ନେଇ ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, ନିଅ ଭୋଜନ କର, ଏହା ମୋହର ଶରୀର। ପରମେଶ୍ୱର ଖ୍ରୀଷ୍ଟଙ୍କ ପବିତ୍ର ମାଂସ ଓ ବହୁମୂଲ୍ୟ ରକ୍ତକୁ ଆମମାନଙ୍କ ଭିତରେ ହେବାକୁ ଦେଲେ। ଏପରି କରିବା ଦ୍ୱାରା ସେ ଆମମାନଙ୍କୁ ପ୍ରତିଜ୍ଞା କଲେ କି ସେ ଆମମାନଙ୍କୁ ସେହି ବ୍ୟକ୍ତିଙ୍କ ରୂପରେ ସ୍ୱୀକାର କରିବେ ଯିଏ ପରମେଶ୍ୱରଙ୍କ ମୁଦ୍ରା ପ୍ରାପ୍ତ କରିଅଛି। ହଁ ନା? ଆସନ୍ତୁ ଆମେ ପଦ 27 ଦେଖିବା। ପୁଣି ସେ ପାନପାତ୍ରରେ ନିସ୍ତାର ପର୍ବର ଦ୍ରାକ୍ଷାରସ ଥିଲା, ନେଇ ଧନ୍ୟବାଦ ଦେଲେ ଓ ସେମାନଙ୍କୁ ଦେଇ କହିଲେ। ଯୀଶୁ ସେମାନଙ୍କୁ କ'ଣ କରିବାକୁ କହିଲେ? ଏଥିରୁ ସମସ୍ତେ ପାନ କର, କାରଣ ଯେଉଁ ନିୟମର ରକ୍ତ ଅନେକଙ୍କ ପାଇଁ ପାପ କ୍ଷମା ଉଦ୍ଦେଶ୍ୟରେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ। ଯୀଶୁଙ୍କ ତୁଳନା ନିସ୍ତାର ପର୍ବର ମେଷଶାବକ ରୂପରେ କରାଯାଇଅଛି। ପୁଣି ଏଠାରେ ମୋହର ରକ୍ତ କାହାର ରକ୍ତକୁ ଦର୍ଶାଉଅଛି? ଏହା ନିସ୍ତାର ପର୍ବର ମେଷଶାବକର ରକ୍ତକୁ ଦର୍ଶାଉଅଛି। ପ୍ରଥମ କୋରିନ୍ଥୀୟ ଅଧ୍ୟାୟ 5 ପଦ 7ରେ ଯୀଶୁଙ୍କ ତୁଳନା କାହା ସହିତ କରାଯାଇଅଛି? ବାଇବଲ କହୁଅଛି ଆମମାନଙ୍କ ନିସ୍ତାର ପର୍ବର ମେଷଶାବକ ଅର୍ଥାତ୍ ଖ୍ରୀଷ୍ଟ। ଅନ୍ୟ ଶବ୍ଦରେ ଏଠାରେ ନିୟମର ମୋହର ରକ୍ତର ଅର୍ଥ ନିସ୍ତାର ପର୍ବର ମେଷଶାବକର ରକ୍ତ। ପରମେଶ୍ୱର ଯେଉଁ ସତ୍ୟକୁ ସ୍ଥାପିତ କଲେ, ଯାହାଦ୍ୱାରା ଆମେ ଖ୍ରୀଷ୍ଟଙ୍କ ମାଂସ ଓ ରକ୍ତରେ ଭାଗ ନେଇପାରିବା, ଯାହା ନିସ୍ତାର ପର୍ବର ମେଷଶାବକର ବାସ୍ତବିକତା, ତାହା ନୂତନ ନିୟମର ନିସ୍ତାର ପର୍ବର ସତ୍ୟ। କାରଣ ଯୀଶୁଙ୍କୁ ପରଦିନ କ୍ରୁଶରେ ଉଠାଯିବା ଓ ହତ ହେବାର ଥିଲା। ଏଥିପାଇଁ ପଦ 29ରେ ଯୀଶୁ କହିଲେ, କିନ୍ତୁ ମୁଁ ତୁମମାନଙ୍କୁ କହୁଅଛି, ଯେଉଁଦିନ ମୁଁ ଆପଣଙ୍କ ପିତାଙ୍କ ରାଜ୍ୟରେ ତୁମମାନଙ୍କ ସହିତ ନୂଆ କରି ଦ୍ରାକ୍ଷ ଫଳର ରସ ପାନ କରିବି, ସେହିଦିନ ପର୍ଯ୍ୟନ୍ତ ଆଜିଠାରୁ ଏହା କେବେ ପାନ କରିବି ନାହିଁ। କାରଣ ସେ କହିଲେ କି ଦ୍ରାକ୍ଷ ଫଳର ରସ ଏଥିପାଇଁ ନିସ୍ତାର ପର୍ବର ଦ୍ରାକ୍ଷାରସର ଉପଯୋଗ କରାଯାଇଥିଲା। ଯେମିତି ପୁରାତନ ନିୟମ ସମୟରେ ପରମେଶ୍ୱର ନିସ୍ତାର ପର୍ବକୁ ଏକ ଚିହ୍ନ ରୂପରେ ଦେଲେ, ଯାହାଦ୍ୱାରା ସମସ୍ତ ବିପତ୍ତି ପାର ହୁଏ, ଠିକ୍ ସେମିତି ପରମେଶ୍ୱର ଆପଣା ସନ୍ତାନକୁ ନିସ୍ତାର ପର୍ବ ନାମକ ଏହି ମହାନ ସତ୍ୟ ଦେଲେ, ଯାହାଦ୍ୱାରା ସେମାନେ ଅନ୍ତିମ ଦିନ ବିପତ୍ତିରୁ ବଞ୍ଚିପାରିବେ। ଆସନ୍ତୁ ଆମ୍ଭେ ଏହି ନିସ୍ତାର ପର୍ବ ବିଷୟରେ ଆଉ ଏକ ପଦ ଉପରେ ନଜର ପକାଇବା। ଲୁକ ଅଧ୍ୟାୟ 22 ପଦ 7। ପରେ ଯେଉଁଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ, ଖମିରୁ ଶୂନ୍ୟ ରୁଟି ପର୍ବର ସେହି ଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନକୁ ଏହା କହି ପଠାଇଲେ, ଆମେମାନେ ଯେପରି ଭୋଜନ କରିପାରିବୁ, ଏଥିପାଇଁ ତୁମେମାନେ ଯାଇ ଆମମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ସେଥିରେ ସେମାନେ ତାଙ୍କୁ ପଚାରିଲେ, ଆମେମାନେ କେଉଁ ସ୍ଥାନରେ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ଯୀଶୁ ସେମାନଙ୍କୁ କହିଲେ, ଦେଖ, ତୁମେମାନେ ନଗରରେ ପ୍ରବେଶ କରନ୍ତେ ପାଣି ମାଠିଆ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଗୃହରେ ପ୍ରବେଶ କରିବ, ତାହାର ପଛେ ପଛେ ଯାଇ ଗୃହକର୍ତ୍ତାଙ୍କୁ କହିବ, ଗୁରୁ ଆପଣଙ୍କୁ ପଚାରୁଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ସେହି ଅତିଥିଶାଳା କାହିଁ? ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଗୋଟିଏ ଉପରିସ୍ଥ ବୃହତ୍ କୋଠରୀ ଦେଖାଇ ଦେବେ। ସେ ସ୍ଥାନରେ ପ୍ରସ୍ତୁତ କର। ଆଉ ସେ 2 ଜଣ ଶିଷ୍ୟ ଯାଇ ଯୀଶୁ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବ ଭୋଜ ପ୍ରସ୍ତୁତ କଲେ। ପଦ 14 କହୁଅଛି, ସମୟ ଉପସ୍ଥିତ ହୁଅନ୍ତେ, ଅର୍ଥାତ୍ ନିସ୍ତାର ପର୍ବର ସମୟ ଉପସ୍ଥିତ ହୁଅନ୍ତେ, ଯୀଶୁ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। ଆଉ ସେ ସେମାନଙ୍କୁ କହିଲେ, ମୋହର କ'ଣ? ଦୁଃଖ ଭୋଗ ପୂର୍ବେ ମୁଁ ତୁମମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। ଯୀଶୁ କହିଲେ କି ନିସ୍ତାର ପର୍ବ ପାଳନ କରିବାର ତାଙ୍କର ବହୁତ ଇଚ୍ଛା ଥିଲା। ପଦ 19। ପୁଣି ସେ ରୁଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି। ମୋତେ କ'ଣ ପାଇଁ? ସ୍ମରଣ କରିବା ନିମନ୍ତେ ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର କାହା ପାଇଁ? ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ।
ଯୀଶୁ କହିଲେ କି ସେ ପ୍ରେରିତମାନଙ୍କ ସହିତ ଆପଣ ସମସ୍ତ ଲୋକମାନଙ୍କ ପାଇଁ ନୂତନ ନିୟମର ସ୍ଥାପିତ କଲେ, ଯେଉଁମାନେ ନୂତନ ନିୟମର ସତ୍ୟ ପ୍ରାପ୍ତ କରିବା ଦ୍ୱାରା ରକ୍ଷା କରାଯିବେ। ଏହି ପାନପାତ୍ର ତୁମମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ନୂତନ ନିୟମ ସ୍ଥାପିତ ହେବାର ପାଖାପାଖି 700 ବର୍ଷ ପୂର୍ବେ ପରମେଶ୍ୱର ଭାବବାଦୀ ଜେରେମିୟଙ୍କ ଦ୍ୱାରା ପ୍ରଥମରୁ ହିଁ ଭବିଷ୍ୟବାଣୀ କରିଥିଲେ କି ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜେହୁଦୀ ବଂଶ ସହିତ ଏକ ନୂତନ ନିୟମ ସ୍ଥାପିତ କରିବା, ଏପରି ସମୟ ଆସୁଅଛି। ଅନେକ ଭାବବାଦୀ ସାକ୍ଷ୍ୟ ଦେଲେ କି ପରମେଶ୍ୱର ସ୍ୱୟଂ ଆସିବେ ଓ ନିସ୍ତାର ପର୍ବର ସତ୍ୟ ସ୍ଥାପିତ କରିବେ। କିନ୍ତୁ ଦୁନିଆରେ ଅନେକ ଲୋକମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି କି ବାମରୁ ଦକ୍ଷିଣକୁ ମିଥ୍ୟା ଓ ସତ୍ୟରେ ଓ ସ୍ୱର୍ଗର ପଥ ଓ ନରକର ପଥରେ ପ୍ରଭେଦ କେମିତି କରିବାର ଅଛି। ସେମାନେ ସମସ୍ତେ ଲକ୍ଷ୍ୟହୀନ ହୋଇ ଭ୍ରମଣ କରୁଛନ୍ତି। ଆମମାନଙ୍କୁ ସତ୍ୟ ଆଡ଼କୁ ସେମାନଙ୍କ ନେତୃତ୍ୱ କରିବା ଉଚିତ। ଆସନ୍ତୁ ଆମେ ଜେରେମିୟ ଅଧ୍ୟାୟ 31 ପଦ 31କୁ ଯିବା। ପୁଣି ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦୀ ବଂଶ ସହିତ କ'ଣ ସ୍ଥାପନ କରିବା? ଏକ ନୂତନ ନିୟମ ସ୍ଥାପନ କରିବା। ଏପରି ସମୟ ଆସୁଅଛି। ପରମେଶ୍ୱର ନୂତନ ନିୟମ କେବେ କଲେ ସ୍ଥାପିତ? ଯେମିତି ଆମେ ଲୁକ ଅଧ୍ୟାୟ 22 ପଦ 20ରେ ଦେଖିପାରିବା, ସେ ନିସ୍ତାର ପର୍ବରେ ମାର୍କର ଉପରିସ୍ଥ କୋଠରୀରେ ନୂତନ ନିୟମ ସ୍ଥାପିତ କଲେ। ଆସନ୍ତୁ ଆମେ ନୂତନ ନିୟମର ବିଶେଷତାକୁ ଦେଖିବା। ପଦ 32, ମିଶର ଦେଶରୁ ସେମାନଙ୍କର ପୂର୍ବପୁରୁଷ ଗଣଙ୍କୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କର ହସ୍ତ ଧରିବା ଦିନ ସେମାନଙ୍କ ହସ୍ତ ଆମ୍ଭର କୃତ ନିୟମ ଅନୁସାରେ ନୁହେଁ। ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କ ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର କ'ଣ ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର କ'ଣ ହେବା? ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। ପୁଣି ତୁମେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକି ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ, ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। କେଉଁ ପ୍ରକାରର ଲୋକମାନେ ପାପ କ୍ଷମାର ଅନୁଗ୍ରହ ପ୍ରାପ୍ତ କରିପାରିବେ? ସେମାନେ ସେହି ଲୋକମାନେ ଅଟନ୍ତି ଯେଉଁମାନେ ନୂତନ ନିୟମର ନିସ୍ତାର ପର୍ବ ପାଳନ କରନ୍ତି। ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର କ'ଣ ହେବେ? ଲୋକ ହେବେ। ତଥାପି ଯେଉଁମାନେ ନୂତନ ନିୟମର ସତ୍ୟ ପାଳନ କରନ୍ତି ନାହିଁ, ସେମାନେ ହିଁ ପରମେଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରନ୍ତି ଏବଂ ପରମେଶ୍ୱରଙ୍କ ଆଜ୍ଞା ଓ ବ୍ୟବସ୍ଥାରୁ ଦୂରେଇ ଯାଇଛନ୍ତି। ଯେମିତି ଆମ୍ଭେ ଦାନିଏଲ ଅଧ୍ୟାୟ 9 ପଦ 5ରେ ଦେଖିପାରିବା। ଏବେ ସଂସାରର ଲୋକଙ୍କ ପରିସ୍ଥିତି କ'ଣ? ସେମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ। ସେମାନେ ଜାଣିନାହାନ୍ତି କି ସେମାନଙ୍କ ଆତ୍ମା କେଉଁଠାରୁ ଆସେ ଓ ମୃତ୍ୟୁ ପରେ ସେମାନେ କେଉଁଠି ଯିବେ। ଯଦି ହିଁ ଲୋକମାନେ ଚର୍ଚ୍ଚକୁ ଯାଉଛନ୍ତି, କିନ୍ତୁ ସେମାନେ ଜାଣିନାହାନ୍ତି କି ଯେଉଁ ବ୍ୟବସ୍ଥା ଓ ନିୟମ ସେମାନେ ପାଳନ କରୁଛନ୍ତି ତାହା ବାସ୍ତବରେ ପରମେଶ୍ୱରଙ୍କ ବ୍ୟବସ୍ଥା ଓ ନିୟମ କି ନୁହେଁ। ଏଥିପାଇଁ ପରମେଶ୍ୱର ଆମମାନଙ୍କୁ ସେହି ଲୋକମାନଙ୍କୁ ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣିନାହାନ୍ତି, ପରମେଶ୍ୱରଙ୍କ ବାକ୍ୟକୁ ଶୁଣାଇବା ପାଇଁ କହୁଛନ୍ତି। ଆଜି ଏହି ପୃଥିବୀରେ ଅନେକ ଲୋକ ରହୁଛନ୍ତି। ପରମେଶ୍ୱରଙ୍କ ନଜରରେ ସେମାନେ କେଉଁ ପ୍ରକାରର ଲୋକ ଅଟନ୍ତି? ସେମାନେ ହିଁ ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ। ପରମେଶ୍ୱର ଜୁନୁସକୁ ନିନିବିର ଲୋକଙ୍କୁ ପ୍ରଚାର କରିବା ପାଇଁ କହି ସେମାନଙ୍କ ନିକଟକୁ ପଠାଇଲେ, ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ କରିପାରିନଥାନ୍ତେ। ଏବେ ପରମେଶ୍ୱର ଆମମାନଙ୍କୁ ସେହି ଲୋକମାନଙ୍କ ନିକଟକୁ ଯେଉଁମାନେ ଆପଣା ଦକ୍ଷିଣ ଓ ବାମ ହସ୍ତର ପ୍ରଭେଦ ଜାଣନ୍ତି ନାହିଁ ପ୍ରଚାର କରିବା ପାଇଁ କହି ପଠାଉଛନ୍ତି। ଆମ୍ଭେ ଜୁନୁସଙ୍କ ସହିତ ସମାନ ମିଶନରେ ଅଛୁ। ଆସନ୍ତୁ ଆମେ ନକାରାତ୍ମକ ବିଚାରରୁ ମୁକ୍ତ ହୋଇ ଆପଣା ଆଖପାଖର ସମସ୍ତ ଲୋକଙ୍କୁ ପ୍ରଚାର କରିବା, ଯେମିତି କ'ଣ ସେ ସତ୍ୟକୁ ସ୍ୱୀକାର କରିବେ, ତାହା ଶୁଣିବେ ନାହିଁ। ସେହି ବ୍ୟକ୍ତି ବହୁତ ବୃଦ୍ଧ ବା ସେ ଧାର୍ମିକ ବ୍ୟକ୍ତି ନୁହେଁ। ଆସନ୍ତୁ ଆମେ ସମସ୍ତଙ୍କୁ ପରମେଶ୍ୱରଙ୍କ ବାକ୍ୟର ପ୍ରଚାର କରିବା ପାଇଁ ସମୟ ଓ ଅସମୟରେ ପ୍ରସ୍ତୁତ ରହିବା, ଯାହାଦ୍ୱାରା ପରମେଶ୍ୱରଙ୍କ ସତ୍ୟ ଲୋକ ପିତା ଓ ମାତାଙ୍କ ସ୍ୱର ଶୁଣିପାରିବେ ଓ ଅତି ଶୀଘ୍ର ସିୟନରେ ଆସିପାରିବେ। ଆସନ୍ତୁ ଆମେ ସେମାନଙ୍କ ପାଇଁ ଦ୍ୱାର ଖୋଲିବା, ଯାହାଦ୍ୱାରା ସେମାନେ ଏକ ସଙ୍ଗରେ ଅନନ୍ତ ଉଦ୍ଧାରର ଭୋଜରେ ଭାଗ ନେଇପାରିବେ। ଆଜି ଏଲୋହିମ୍ ପରମେଶ୍ୱର ଆମମାନଙ୍କୁ ଦକ୍ଷିଣରୁ ବାମରେ ପ୍ରଭେଦ କରିବା ପାଇଁ ଆତ୍ମିକ ଆଖି ଦେଇଛନ୍ତି। ମୁଁ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ଅନନ୍ତ ଧନ୍ୟବାଦ ଓ ମହିମା ଦେଉଅଛି।
ବର୍ତ୍ତମାନ ମୁଁ ଆଜିର ଉପଦେଶ ସମାପ୍ତ କରୁଅଛି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।